ସମସ୍ତ ଚାଷୀ ଭାଇମାନଙ୍କୁ ପୁଣି ଥରେ ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ଆସୁନ୍ ଆଜି ଆମେ ଜାନ୍ମା ଗଣ୍ଠି ପୋକ ବାବଦରେ। ଗଣ୍ଠି ପୋକଟା ଆକ୍ଚୁଆଲି କାଣା ଏ ଆଉ ଏଇଟା କେନ୍ କାରଣରୁ ହେଇଥିସି, କେନ୍ତା ହିସାବେ ହେସି, ତାର୍ ଲକ୍ଷଣଟା କେନ୍ଟା, ଆଉ ଏଇଟା ଆଡ଼ଭାନ୍ସରୁ ଆମେ କେନ୍ତା ଉପଚାର କଲେ ଏଇଟା ନି ଲାଗ୍ବା, ସବୁ ଡିଟେଲ୍ସ ହିସାବେ ଆଜି କଥାବାର୍ତ୍ତା ହେମା। ଇନେ ଯଦି ଲାଗିଯାଇଛେ ଗଣ୍ଠି ପୋକଟା ଧାନ ଚାଷରେ ହେଲେ ସେଇଟା କେନ୍ ମେଡ଼ିସିନ୍ଟା ଆମେ ବ୍ୟବହାର କଲେ ଠିକ୍ ଉପଯୋଗ ହେଇପାରବା, ବେଶୀ ଦିନ ତକ୍ ଲାଷ୍ଟିଂ କରିପାରବା। ଆସୁନ୍ ଆଜି ସେ ବିଷୟରେ ଡିଟେଲ୍ସ ହିସାବେ ଜାନ୍ମା ଆଉ ଗଣ୍ଠି ପୋକକେ ପୁରା ନିବାରଣ କରବାର୍ ଲାଗି ଆମେ ଟିକେ ନିଗର ସେ ବିଷୟରେ ଆଜି ଆଲୋଚନା କର୍ମା। ଜୟ ଜଗନ୍ନାଥ ଚାଷୀ ଭାଇମାନେ, ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଉ ଆଜି ଆମେ ଯେନ୍ଟା ଆଲୋଚନା କର୍ମା ଗଣ୍ଠି ପୋକ ବା କାଣ୍ଡବିନ୍ଧା ପୋକ ବିଷୟରେ, ଯେନ୍ଟାକି ଆମ ଏଇ ଖରାଟିଆ ଡାଲୁଆରେ ବହୁତ ମାତ୍ରାରେ ଲାଗି ବସିଲେନ ଏବଂ ଆଉ ଚାଷୀ ଭାଇମାନଙ୍କଟା ନେଇ ଲାଗ୍ବାର୍, ତାହାକେ କେନ୍ତାକି ଆମେ ନେଇ ଲାଗ୍ଲାଟା ତାହାକେ କେନ୍ତା ସୁରକ୍ଷା ଦେମା, ଆଗ୍କେ ଆମେ ଲଗେଇ ନି ଦଉଁ ଏବଂ ଯେନ୍ ଚାଷୀ ଭାଇମାନଙ୍କର ଗଣ୍ଠି ପୋକଟା ବା କାଣ୍ଡବିନ୍ଧା ପୋକ ଲାଗିଯାଇଛେ ତାହାକେ କେନ୍ତାକି ଆମେ ତାର ଉପଚାର କରିପାର୍ମା, ସେ ବିଷୟରେ ଆମେ ସବୁ ଆଲୋଚନା କର୍ମା। ସେ ବିଷୟ ଅଛେ ଯେନ୍ଟାକି ଲାଗ୍ଲାନ ବୋଲି ଆମେ କେନ୍ତା ଜାଣିପାର୍ମା ବା ତାର ଲକ୍ଷଣ କେନ୍ତା ହେଇଥିଲେ ଆମେ ଜାନ୍ମା ସେ ଗଣ୍ଠି ପୋକଟା ଲାଗିଛେ ବୋଲିକିରି। ଆଉ ସେ ବିଷୟରେ ମୁଖ୍ୟତଃ ଆଲୋଚନା କର୍ମା ଏବଂ ସେ ଲାଗିଛେ ବୋଲିକି ଜାଣିଲେ ଏକା ଆମେ ତାର ଉପଚାର କରିପାର୍ମା। ଯଦି ଆମେ ନେଇ ଜାଣିପାର୍ମା ବୋଇଲେ ତାର ସଠିକ୍ ଉପଚାର କରି ନେଇ ପାର୍ମା। ମୁଖ୍ୟତଃ ବେଷ୍ଟ ଜିନିଷଟା ସେଟା ରହେଲା। ତ ଦେଖୁନ୍, ଆମେ ଯେନ୍ ଧାନ ଚାଷଟା କରଛା ଗଣ୍ଠି ପୋକଟା ମେନଲି ଆମର 2 ନମ୍ବର ଡୋଜ୍ ଦେଲା ପରେ ବହୁତ ମାତ୍ରାରେ ଲାଗି ବସନ୍। ଫାଷ୍ଟରୁ ଏତେ ଜଣା ନାଇଁ ପଡ଼େ, କିନ୍ତୁ କେତେକ ସ୍ଥାନରେ ଫାଷ୍ଟରେ ବି ଜଣା ପଡ଼୍ସି। କିନ୍ତୁ ମୁଖ୍ୟତଃ ଗଣ୍ଠି ପୋକ ଲାଗ୍ବାର୍ ତାର ସ୍ଥାନ ହେଉଛି ସେକେଣ୍ଡ ଡୋଜ୍, ଯେନ୍ଟାକି 2 ନମ୍ବର ସାର୍ ବୋଲ୍ସନ୍। ଆମର 20-22 ଦିନ ଯେନ୍ ସାର୍ଟା ଦଉଛନ୍ ଭିଟାମିନ୍ ୟୁରିଆ ଆଉ ଯେନ୍ଟା ଦଉଛନ୍, ସେନେ ଯଦି ଭଲ ବିଷୟଟେ ପ୍ରୟୋଗ ନେଇ করবে ତାହେଲେ ତ ସେ ଗଣ୍ଠି ପୋକ ଲାଗ୍ବାର୍ ବହୁତ ଚାନ୍ସ ଥିସି। ଆଉ ତାର ପରେ ହିଁ ଗଣ୍ଠି ପୋକଟା ଆମର ଆରମ୍ଭ ହେସି। ଆଉ ତାରକେ ଆମେ କେନ୍ତା ଜାନ୍ମା, ଯଦି ଗଛର ମୁଖ୍ୟ ପିକ୍ଟା ଆମେ ଯେନ୍ଟା ବୁଝାଁ, ଯେନ୍ଟା ମାନେ ସମ୍ବଲପୁରୀ ଭାଷାରେ ଯେନ୍ଟା କହେମା ବୋଲେ ସଲ୍ ବୋଲ୍ସନ୍ ସେଟାକେ, ମାନେ ଗଛର ମୁଖ୍ୟ ଅଂଶ। ତମାନେ ଆମ ପାଖେ ଗୋଟେ ଗଛ ଅଛେ, ଦେখামু ଆପଣଙ୍କୁ ପୁରା ଲାଇଭ୍ ଦେখাମୁ। ଦେଖୁନ୍, ଇ ଗଛଟା ସବୁ ଶାଖା ଭଲ୍ ଅଛେ, ପତ୍ର ଭଲ୍ ଅଛେ, ମେନ୍ ପିକ୍ଟା ଆପଣ ଘିଚିଦେବେ ବେଲେ ଆରାମସେ ପଲେଇ ଆଇବା, ଯାହାର ମାତ୍ରା କି ଇ ଜାଗାରେ ସେ ଗଣ୍ଠି ପୋକଟା ଖାଇ ଦଉଛେ। ଗଣ୍ଠି ପୋକ ଏଥିଲେ କହେସା ସେ କି ମଝିରେ ତଲୁ ଯେନ୍ ଆସୁଥିବା ଇ ଗଣ୍ଠି ଯେନ୍ ଅଛେ, ଇ ଗଣ୍ଠିରେ ଏକା ସେ ଖାଇବା। ସେଇ ଜାଗାରେ ହିଁ ଗୋଟେ ଧଳା ପୋକଟେ, ମାନେ ଧଳା ଗୋଟେ ଲମ୍ବା ପୋକ ରହିବ, ସେ ଯାହାର ମାତ୍ରା କି ସେ ଗଛକେ ଖାଇଦେବା, ଯାର ଫଳରେ ଗଛରୁ ଏଇ ମେନ୍ ପିକ୍ଟା ଅଲଗା ହେଇଯିବା। ଇ ଗଛ ପିକ୍ଟା ହଳଦିଆ ହେଇଯାଉଥିବା, ମରିଯାଉଥିବା, ତାହେଲେ ଆପଣ ଜାଣିପାରବେ ଯେ ମାନେ ଗଛକେ ଆମ ଗଣ୍ଠି ପୋକ ଖାଇଛେ। ଯଦି ଆମେ ଫାଡ଼ିଦେମା, ସେ ମଝାକେ ଯଦି ଫାଡ଼ିଦେମା ଏନ୍ତିକିରି, ପୋକଟା ଆରାମସେ ଭିତରେ ଲମ୍ବା ଆକାରରେ ରହିକରି ସେ ଖାଉଥିବା। ସେ ଭଳିଆ ଯଦି ଆପଣ ଲକ୍ଷଣ ଦେଖିଲେ ତାହେଲେ ଆପଣ ଜାଣିପାରବେ ଏଟା ଗଣ୍ଠି ପୋକ ଲାଗ୍ସି ବୋଲିକିରି। ଆଉ ତାର ଆମେ ଉପଚାର କର୍ମା। ଦେଖୁନ୍, ତାର ଉପଚାର ଅଛେ ଆମର ପାଖେ ବର୍ତ୍ତମାନ ବାୟର କମ୍ପାନୀର ବେଷ୍ଟ କମ୍ପାନୀଟେ ବାୟର ବୋଲିକିରି, ସେ କମ୍ପାନୀର ଗୋଟେ ମେଡ଼ିସିନ୍ ଅଛେ ଭାଇଗୋ ବୋଲିକିରି, ଯେନ୍ଟାକି ml ଯେନ୍ଟାକି 1 ଏକର ପ୍ରତି ସେ ଯାଉଛେ। ଆପଣ ତାକେ ଆଡୋଲ୍ କରିକିରି ଆରାମସେ ମାରିପାରବେ। ପାଣି ବୁନ୍ଦ୍ ରହିଆ ରଖିକିରି, କମ୍ ରଖିକିରି ତାହାକେ ଆପଣ ସ୍ପ୍ରେ କରବେ। ଆଉ ପୁରା ସୁସ୍ଥେ ଧୀରେ ସୁସ୍ଥେ ଚାଲିକିରି ଗଛକେ ପୁରା ଭିଜେଇ ଆରାମସେ ଆପଣ ଆଡୋଲ୍ କରି 1 ଏକର ମାରିକିରି ଆପଣ ତାର ରିଜଲ୍ଟ 100% ରିଜଲ୍ଟ ପାଇପାରିବେ। କୀଟ ଯଦି ଲାଗିଥିବା ବେଲେ ବି ସଡ଼ନ୍ ତାର କାମ ଦେବା, ଏବଂ କୀଟ ଯଦି ନେଇ ଲାଗିକିରି ବି ଆମେ ଯଦି ଆଡ଼ଭାନ୍ସ କାମ ଦେବା ବୋଲେ ତ ତାର ଲଙ୍ଗ୍ ଲାଷ୍ଟିଂଟା ଦେଇପାରବା। ଅଲଗା ମେଡ଼ିସିନ୍ ଅପେକ୍ଷା ଆପଣ ଯଦି ଭାଇଗୋ ମାରିଲେ ତ ଅଧିକା ଦିନ ତକ୍ ଆପଣ ଗଛ ସୁରକ୍ଷା ହେଇପାରବା। ତାର ଥିଲା ଆମର ଗଣ୍ଠି ପୋକ ବା କାଣ୍ଡବିନ୍ଧା ପୋକର ମେଡ଼ିସିନ୍ର ବିଷୟରେ ଆଲୋଚନା। ଆମେ ତାହା କେନ୍ତା ଚିହ୍ନି ପାର୍ମା, କେନ୍ତା ତାର ଉପଚାର କରିପାର୍ମା, ଆଜି ଆମେ ସବୁ ସେ ବିଷୟରେ ଜାଣିପାରିଲେ। ଆରୁ ଆଗ୍କେ ବି ଆମର ଏନ୍ତା ନୂଆ ନୂଆ ଭିଡ଼ିଓ ଆସ୍ବା, ଆର୍ ଆପଣମାନଙ୍କର ସପୋର୍ଟ ରହୁ। ଆହୁରି ମୁଁ କହେମି, ଯଦି ଆପଣ ଆର୍ କେନ୍ ବିଷୟରେ ଯଦି ଭିଡ଼ିଓ ମାନେ ଜାନ୍ବାର୍ ଲାଗି ଚାହୁଁଛନ୍ ତ ଆମକୁ କମେଣ୍ଟ ମାଧ୍ୟମରେ ଜଣଉନ୍। ବର୍ତ୍ତମାନ ଯେନ୍ ଆମେ ଆଲୋଚନା କଲା ଏଇ ଗଣ୍ଠି ପୋକ ବିଷୟରେ, ଆଉ ତାର ନିବାରଣ ଲାଗି ଟିକେ ନେଇକରି ସବୁ ବୁଝାଲି ଆଜ୍ଞା। ଆଉ ଏନ୍ତା ଏସବୁ ଭିଡ଼ିଓ ଭଲ୍ ଲାଗେ। এই ভিডিও যদি আপনার ভাল লাগলা বলে আপনার নিহতি ভাবে লাইক সবসক্রাইব আর কমেন্ট মাধ্যমে নিহতি ভাবে আপনার মতামত জানান।